মো কালো কালো প্রলয় মো সকাল উঠিলে ସମସ୍ତଙ୍କୁ ହେଇଯାଏ କାଲ ଆଉ ସୂର୍ଯ୍ୟ ଉଦୟ ହେଲେ ସମସ୍ତ ସୃଷ୍ଟି ହୁଏ ପ୍ରଲୟ ଏଣୁ ମୋ ନାଁଟା ହେଲା କାଲ ପ୍ରଳୟ ଯେତେ ଦିନ ରାଜା କର୍ଣ୍ଣିକେଶ୍ୱର ଯେତେ ଦିନ ଏ କାଳ ପରଟା ତୋରି ମଇଠା ଖାଇ ତୋରି ପ୍ରତିପାଳିତ ରହି ସେ କେତେ ଦିନ ତୋ ପାଖରେ ପଡ଼ି ରହିଥିବ ନାଇଁ ରାଜା କର୍ଣ୍ଣିକେଶ୍ୱର ମୋର ମଧ୍ୟ ଗୋଟାଏ ମନ ଅଛି ନା ଆଉ ତୋର ଏଇ ରାଜ୍ୟ ସିଂହାସନ ଉପରେ ଯେତେବେଳେ ମୋ ଲୋଭଟା ବଢିଗଲା କଲେ ବଲେ କୌଶଳେ ତୁ ତ ଚକ୍ରାନ୍ତ କଲି ତୋଠୁ ଛଡ଼ାଇ ଆଣିବି ତୋରି ସେଇ ରାଜ୍ୟ ସିଂହାସନ ଆଉ ମୁଁ ହେଇଯିବି ଏ ସମଗ୍ର ମଣିପୁର ରାଜ୍ୟର ଅଫିସର ସୁବର୍ଣ୍ଣପୁରରେ ହେବି ଅଫିସରରେ ସୁବର୍ଣ୍ଣପୁରରେ ହେବି ଅଫିସରରେ କାଲ 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 ପ୍ରଳୟ ଅଟଇବର ନାମରେ ସୁବର୍ଣ୍ଣପୁରରେ ହେବି ଅଫିସରରେ সিংহাসନରେ বসে হইল মহাকসে ମୋ ପାଦେ ଖଟୁଥିବେ ସମସ୍ତ ଦାସ ଦାସୀ ରାଜ ସମ୍ପଦ ଭୋଗ ହେବ ମୋରରେ କାଳ ପ୍ରଳୟ ନାମ ଅଟେ ମୋରରେ ସୁବର୍ଣ୍ଣପୁରରେ ହେବି ଅଫିସରରେ রাজা কর্ণ্ণেশ্বর তু দেখি যে রাজা কর্ণ্ণেশ্বর এ শাগুড়াটা আরম্ভ কলাতা উড়িবার খুব কম সময় ভিতরে এ শাগুଣାটা আরম্ভ করিব দৌড়িবার তু দেখি রাজা কর্ণ্ণেশ্বর এ শাগুଣାটা খুব কম সময় ভিতরে তোর এই রাজ্যবাসীরে বসা বান্ধিব ଆଉ ଯୋଉଦିନ ଏ ଶାଗୁଣାଟା ତୋ ରାଜ୍ୟବାଟୀରେ ବସା ବାନ୍ଧିବ ସେଇଦିନ ଆରମ୍ଭ କରିବ ତା ମୁନିଆ ଥାଣ୍ଟରେ ଚୋଟ ମାରିବା ଚୋଟ ରାଜା କର୍ଣ୍ଣେଶ୍ୱର ଏ କାଳ ପ୍ରଳୟ ତୋରି ମଇଠା ଖାଇ ତୋରି ପ୍ରତିପାଳିତ ରହି ସେ କେତେ ଦିନ ତୋ ପାଖରେ ପଡ଼ି ରହିଥିବ ମୋର ଯେତେବେଳେ ରାଜ୍ୟ ସିଂହାସନ ଉପରେ ମୋର ଏଇ ପାପ ଆଖିଟା ପଡ଼ିଯାଇଛି ଆଜି ନହେଲେ କାଲି ତୋର ଏଇ ସୁବର୍ଣ୍ଣପୁର ରାଜ୍ୟ ସିଂହାସନରେ ରାଜୁତି ଆରମ୍ଭ କରିବ ରାଜୁତି
କଲା ବାବା ତୁ ଏକା କରି କଣ ଭାବୁଛୁ? ଭାବୁଛି ତମ କଥାଟା ଭାବୁଛି ବାବା। ତମେ ପୁରା ମତେ କହିଥିଲ ରେ ପୁଅ କାଳ ପ୍ରଳୟ ତୁହି ଏ ସୁବର୍ଣ୍ଣପୁର ରାଜ୍ୟ ସିଂହାସନରେ ରାଜୁତି କରିବ। ହେଲେ କାହିଁ ବାବା କାହିଁ ସୁବର୍ଣ୍ଣପୁର ରାଜକୁମାର ଚନ୍ଦ୍ରହାସ୍ୟ ସେ ଧୀରେ ଧୀରେ ଏବେ ବଡ ହେବାକୁ ଲାଗିଲାଣି। ସେ ଯଦି ସୁବର୍ଣ୍ଣପୁର ରାଜ୍ୟ ସିଂହାସନରେ ରାଜୁତି କରିଦିଏ ମୋ ରାଜା ହେବି କେତେବେଳେ ବାବା? ମୋ ରାଜା ହେବି କେତେବେଳେ? भारत माता तुझे कुछ नहीं आता। କଣ କହୁଛ ବାବା? ମୁଁ କିଛି ବି ବୁଝି ପାରୁନାହିଁ। तू କିଛି ବି ବୁଝି ପାରିନୁ? କେମିତି ବୁଝିବି ବାବା? ତମ କଥାଟାକୁ ମୁଁ କେମିତି ବୁଝିବି? ତାହେଲେ ବୁଝିବାକୁ ଚାହୁଁଛୁ? ତାହେଲେ ପ୍ରକାଶ କର ବାବା। ଶୁଣ ବାସ୍ अरे पुत्र न बाबा तू ही ଏ ବାବା कला गुप्त कथा कथा दौच कहे। अरे पुत्र न बाबा तू ही तपर बालक कंस करिले तपर बालक कंस करिले तबे राजा होई परिब तू अरे पुत्र न बाबा तू गुप्त दौच कहे। अरे पुत्र न बाबा तू ଏ ବାବା ତମେ ଏଡ଼େ ବଡ଼ ଗୁପ୍ତ କଥାଟା ମୋତେ ଲୁଚେଇ ରଖି ପାରିଲ କେମିତି ବାବା? କେମିତି ବାବା? ଏ ବାବା ବାବା कला बाबा तपोर जन्मदिन उत्सव लिबेल जाना। हाँ बाबा तपोर जन्मदिन हाँ उत्सव लिबेल जाना। तपोर बाबू रानी सुशीला को तपोर बाबू रानी सुशीला को एकांत में तुई बेटी बुझाई। अरे पुत्र न बाबा तुई गुप्त दौच कहे। अरे पुत्र न बाबा तुई ତାହେଲେ ମୋତେ ଏଇ ଯେ ଲାଲୁ ହସ୍ତକୁ ଚାଲିକି ନେବାକୁ ପଡ଼ିବ। ଯିବି ବାବା ନିଶ୍ଚୟ ଯିବି। ଏ ବାବା 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 कला ତମେ ତମର ଏଇ ପୁଅକୁ ଏଡ଼େ ବଡ଼ ଗୁପ୍ତ କଥାଟା ଲୁଚେଇ ରଖିପାରିଲ କେମିତି ବାବା? କଣ ତମର ଏଇ ପୁଅ କାଳ ପ୍ରୟୋଗକୁ ତମର ଟିକେ ବି ବିଶ୍ୱାସ ନାହିଁ ବାବା? କେମିତି ବାବା କେମିତି? कला मागी बुक मबी के दाना कोई बात कतो बचाना। मागी बुक मबी के दाना कोई बात कतो बचाना। कान को तोड़ से माउंटा बाने कान को तोड़ से माउंटा बाने आसे पहनते पे अकाया काहे। अरे पुत्र न बाबा तुई गुप्त दौच कहे। अरे पुत्र न बाबा तुई ତାହେଲେ ଏମିତି କଥା ବାବା? कला ଏମିତି କଥା कला ବାବା एथर मो कथा बुझे पारले तो बाबा ସବୁ କିଛି ଠିକ ଠିକ ଭାବରେ ବୁଝିପାରୁଛି ବାବା। ବାବା
କଲ ସେ ଯୁଗର ମହାଭାରତରେ ଗୁରୁଦ୍ରୋଣ ଯେମିତି ଚକ୍ରବ୍ୟୁହ ସୃଷ୍ଟି କରି ଅଭିମନ୍ୟୁକୁ ମାରି ଦେଇଥିଲେ, ସେମିତି ଆମେ ବାପ ପୁଅ ମିଶି ସେ ରାଜା ରାଣୀଆ ତା ପୁଅକୁ ଜୀବନରୁ ଶେଷ କରିଦେବ ନା। ଏ ବାବା, କଲ ତାପରେ ତମର ସୁଯୋଗ୍ୟ ସନ୍ତାନ କାଳ ପ୍ରଳୟ ରାଣୀ ହଂସପୁରକୁ ଯାଇ ଏମିତି ପ୍ରଳୟ ସୃଷ୍ଟି କରିଦେବ ଯେ ରାଣୀ ହଂସପୁରରେ ଖାଲି ଉଠୁଥିବ ପଡୁଥିବ, ଉଠୁଥିବ ପଡୁଥିବ। ବାବା, ମୁଁ ଏଥର ଆସୁଛି ବାବା, ଆସୁଛି। ଚାଲେ ଏ ଗତି କଲ ଏ କଳିଯୁଗ ଶକୁନି ମାମୁର ପୋଷା କାଟି ଖେଳ ରାଜକନ୍ୟାକୁ ଛାଡ଼ି ତୋର ନନ୍ଦନ ଖାଇ ତାପରେ ମୁଁ ବିନାଶ କରିବି। ମୋ ପୁତ୍ର କଲପଲ ତ ସୁବର୍ଣ୍ଣପୁରରେ ରାଜା ହୋଇ ରାଜନୀତି ଆରମ୍ଭ କରିବ। ବର୍ତ୍ତମାନ ମୁଁ ତ ତୋ ନିକଟକୁ ଚାଲିଥିଲି ତ ମୁଁ ବର୍ତ୍ତମାନ ତୋ ନିକଟକୁ ଚାଲି ଆସୁଛି।